ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରେଜ୍ ଦ ଲର୍ଡ। ଆଜି ଆମେ ପାଳକ ପ୍ରେମାଶିଷ ସତମନଙ୍କର ଗୋଟେ ବହୁତ ଭଲ ଲେଖା ଗର୍ଜନଶୀଳ ଜଗତରେ ଶାନ୍ତ ରବ ଏଇଟା ଉପରେ ଟିକେ ଗଭୀର ଭାବରେ କଥା ହେବା। ଶୀର୍ଷକଟା ଶୁଣିଲେ ହିଁ ଜଣାପଡ଼ୁଛି ନା ଆଜିକାଲିର ପରିସ୍ଥିତି ବିଷୟରେ। ହଁ, ନିଶ୍ଚୟ ବହୁତ ପ୍ରାସଙ୍ଗିକ। ଆମେ ମୁଖ୍ୟତଃ ଏଇଟା ବୁଝିବାକୁ ଚେଷ୍ଟା କରିବା ଯେ ଏଇ ଯେଉଁ ଚାରିଆଡ଼େ ଏତେ କୋଳାହଳ, ଏତେ ଶବ୍ଦ, ଏହା ଭିତରେ ପରମେଶ୍ୱରଙ୍କର ସେଇ ଯେଉଁ କ୍ଷୀଣ ଶାନ୍ତ ସ୍ୱରଟା ତାକୁ ଶୁଣିବା କାହିଁକି ଏତେ କଷ୍ଟ ହେଇଯାଉଛି? ଆଉ ପ୍ରକୃତ ଶାନ୍ତି ପାଇବାକୁ ହେଲେ ବାଟ କ'ଣ? ଆଉ ଆମ ପାଇଁ ଗୋଟେ ଭଲ ମାର୍ଗଦର୍ଶକ ପଦବୀ ଅଛି ଜିସାୟା 13:15। ସେଠି କୁହାଯାଇଛି, ଫେରିଲେ ଓ ଶାନ୍ତ ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ, ସୁସ୍ଥିରତା ଓ ବିଶ୍ୱାସରେ ତୁମ୍ଭମାନଙ୍କର ବଳ ହେବ। ତେବେ ଏଇ ପଦଟିକୁ ମନରେ ରଖି ଆଗକୁ ଯିବା। ଆଚ୍ଛା, ପ୍ରଥମେ ସେଇ ବିଡ଼ମ୍ବନା କଥା କୁହନ୍ତୁ ଟିକେ। ହଁ, ଏତେ ଚର୍ଚ୍ଚ, ଏତେ ମଣ୍ଡଳୀ, ଏତେ ସଭା ସମିତି, ତଥାପି ଲୋକଙ୍କ ବିଶ୍ୱାସରେ ସଂଘର୍ଷ କାହିଁକି? ଲେଖକ ଯେମିତି କହୁଛନ୍ତି, ଆମେ ସତେ ଯେମିତି ଖବର, ମନୋରଞ୍ଜନ ଆଉ ସୋସିଆଲ ମିଡିଆର ଗୋଟେ ବନ୍ୟାରେ ପଶିଯାଇଛି। ସବୁବେଳେ କିଛି ନା କିଛି ଆମ ଧ୍ୟାନ ଟାଣୁଛି। ଏକଦମ ସତ କଥା। ଆଉ ଏଇଠି ଲେଖକ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି। ପ୍ରକୃତ ଯୁଦ୍ଧଟା ହେଉଛି ଆମ ଧ୍ୟାନ ପାଇଁ। କିଏ ଆମ ଧ୍ୟାନକୁ ନେବ? ଯେତେବେଳେ ଆମ ମନଟା ପରମେଶ୍ୱରଙ୍କଠୁ ହଟିଯାଇ ଏସବୁ ସାଂସାରିକ ଜିନିଷରେ ଲାଗିଯାଉଛି, ବିଭିନ୍ନ ଖବର, ଭିଡ଼ିଓ ଏସବୁରେ, ସେତେବେଳେ ଲେଖକ ଯାହାକୁ ଶତ୍ରୁ କହୁଛନ୍ତି, ଯିଏ ଆମକୁ ଆଧ୍ୟାତ୍ମିକ ଭାବରେ ଦୁର୍ବଳ କରେ, ତାର ଜୟ ହେଉଛି। ଆମେ ନିଜକୁ ପଚାରିବା ଦରକାର, ସତରେ କ'ଣ ପ୍ରତି ସେଲିବ୍ରିଟିର ଖବର ଜାଣିବା ଏତେ ଦରକାରୀ କି ପ୍ରତି ଭାଇରାଲ ଭିଡ଼ିଓ ଦେଖିବାକୁ ହିଁ ପଡ଼ିବ? ବାସ୍ତବିକ ଚିନ୍ତାର ବିଷୟ। ତେବେ ଯଦି ଏଇଟା ହେଲା ସମସ୍ୟା, ତାହେଲେ ସମାଧାନ କେଉଁଠି? ଲେଖକ କିଛି ବାଟ ଦେଖାଉଛନ୍ତି କି? ଆଜ୍ଞା, ନିଶ୍ଚୟ ଦେଖାଉଛନ୍ତି। ସମାଧାନ ହେଉଛି ପରମେଶ୍ୱରଙ୍କର ନିଜ ଶାନ୍ତି। ଯେମିତି ଯୋହାନ 14:27ରେ ଯୀଶୁ କହିଥିଲେ, ମୁଁ ମୋ ନିଜ ଶାନ୍ତି ତୁମମାନଙ୍କୁ ଦେଉଛି। ଆଉ ସେ କହିଲେ, ଜଗତ ଯେମିତି ଦିଏ ସେମିତି ନୁହେଁ। ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏ ଶାନ୍ତି ପରିସ୍ଥିତି ଉପରେ ନିର୍ଭର କରେନି। ଲେଖକ କହୁଛନ୍ତି, ଏ ଶାନ୍ତି ସବୁବେଳେ ଅଛି, କିନ୍ତୁ ଆମକୁ ଏହାକୁ ବାଛିବାକୁ ପଡ଼ିବ, ଗ୍ରହଣ କରିବାକୁ ହେବ। ଓହୋ, ଏଇଟା ଏମିତି ଆପେ ଆପେ ଆସିବନି, ଆମକୁ ଚେଷ୍ଟା କରି ଆଣିବାକୁ ପଡ଼ିବ, ଗୋଟେ ସକ୍ରିୟ ନିଷ୍ପତ୍ତି। ବିଲକୁଲ, ଏକଦମ। ଏଇଟା ଗୋଟେ ପ୍ରକାର ଦୁଇପାଖିଆ ରାସ୍ତା ଭଳି। ପରମେଶ୍ୱରଙ୍କ ପ୍ରତିଜ୍ଞା ସବୁ ସର୍ତ୍ତମୂଳକ। ଯଦି ଆମେ ଜାଣିଶୁଣି ସମୟ ନ ଦେଉ, ତାଙ୍କ ଆଡ଼କୁ ନ ଫେରୁ, ଯଦି ଆମ ହୃଦୟକୁ ଏ କୋଳାହଳ ଭିତରେ ଟିକେ ଶାନ୍ତ ନ କରୁ, ତାହେଲେ ତାଙ୍କ ପ୍ରତିଜ୍ଞା କେମିତି ଅନୁଭବ କରିବା? ଏଇଟା ଠିକ୍ ଯେମିତି ରେଡ଼ିଓ ପରି। ଷ୍ଟେସନ ତ ସବୁବେଳେ ଚାଲିଛି, କିନ୍ତୁ ଆମକୁ ଠିକ୍ ଫ୍ରିକ୍ୱେନ୍ସିରେ ଟ୍ୟୁନ୍ କରିବାକୁ ପଡ଼ିବ, ନହେଲେ କେବଳ କଣ ଶବ୍ଦ ଶୁଭିବ। ବହୁତ ସୁନ୍ଦର ଉଦାହରଣ। ହଁ, ସେଇଥିପାଇଁ ଜିସାୟା 30:15 କଥା ପୁଣି ମନେ ପକାନ୍ତୁ। ଫେରିବା, ବିଶ୍ରାମ କରିବା, ଶାନ୍ତ ରହିବା ଆଉ ବିଶ୍ୱାସ କରିବା, ଏଇ ଚାରିଟା ଜିନିଷ ହିଁ ବଳ ଆଉ ପରିତ୍ରାଣ ଆଣେ। ଆଚ୍ଛା, ଆଉ ଗୋଟେ କଥା ବି ଅଛି ଯାହା ଲେଖକ ସ୍ପଷ୍ଟ କରିଛନ୍ତି। ସେ କହୁନାହାନ୍ତି ଯେ ମିଡିଆ କି ମନୋରଞ୍ଜନ ନିଜେ ଖରାପ, ବରଂ ଏସବୁ ସହିତ ଆମ ସମ୍ପର୍କଟା କେମିତି, ସେଇଟା ମୁଖ୍ୟ। ଏକଦମ ଠିକ୍। ଏହା ଆମକୁ ପରମେଶ୍ୱରଙ୍କ ପାଖକୁ ନେଉଛି ନା ଦୂରକୁ ଠେଲି ଦେଉଛି? ସେଇ ସନ୍ତୁଳନଟା ଦରକାର। ଯଦି ଲାଗୁଛି ଯେ ଏସବୁ ଆମ ଉପରେ ଭାରି ପଡ଼ିଯାଉଛି, ତାହେଲେ ବୋଧହୁଏ ଟିକେ ପଛକୁ ହଟି ଶାନ୍ତ ହେବାର ସମୟ ଆସିଛି। ସେଇଟା ହିଁ ମୂଳ କଥା। ଏସବୁ ଆଲୋଚନାର ସାର କ'ଣ? ସାର ହେଉଛି ବିଶ୍ୱାସ ଆଉ ପ୍ରକୃତ ଶାନ୍ତି ଏବେ ବି ମିଳିପାରିବ। କିନ୍ତୁ ସର୍ତ୍ତ ହେଲା ଆମକୁ ମୂଳ ଉତ୍ସ ପରମେଶ୍ୱରଙ୍କ ସହିତ ଯୋଡ଼ି ହୋଇ ରହିବାକୁ ପଡ଼ିବ। ଯେତେବେଳେ ଆମେ ଜାଣିଶୁଣି ଏ ବାହାର ଦୁନିଆର କୋଳାହଳକୁ କମ୍ କରି ତାଙ୍କୁ ଶୁଣିବାକୁ ଚେଷ୍ଟା କରିବା, ସେତେବେଳେ ଯାଇ ଆମେ ଜିସାୟା 32:17ର ସତ୍ୟତାକୁ ବୁଝିପାରିବା। ସେଠି ଲେଖା ଅଛି, ଧାର୍ମିକତାର କାର୍ଯ୍ୟ ଶାନ୍ତି ଆଣେ, ଆଉ ତାର ଫଳ ହେଉଛି ସୁସ୍ଥିରତା ଓ ନିର୍ଭୟତା। ୱାହ! ତେବେ ପାଳକ ପ୍ରେମାଶିଷ ସତ୍ୟମନଙ୍କ ଲେଖାରୁ ଆମେ ବହୁତ କିଛି ଶିଖିଲେ।
ए गर्जन करुवा जगतरे परमेश्वरंकर सेई शांत स्वर शुणिबा पई आमको इच्छा करी आम चारिपाखर शब्द कम करबाकू पड़िबो। तांका आड़कू फेरिबाकू हेबो, शांत हेबाकू हेबो, आउ तांको उपरे भरोसा रखिबाकू हेबो। हाँ, आउ शेषरे समस्तम पई गोटे चिंता करिबा भलिया प्रश्न लेखकनक प्रश्नरू ही आसीछि। परमेश्वरंकर सेई क्षीण शांत स्वर को आहुरी भल भावरे शुणिबा पई आम निज निज जीवन रे आमे केउ केउ निर्दिष्ट कोलाहल को चिन्हट करी टिके शांत करी पारिबा, एटा भाबिबा दरकार। आज आत्मिक यात्रा कार्यक्रम रे जोग देबा पई धन्यवाद, जेउठी आमे प्रतिदिन परमेश्वरंको वाक्य आलोचना करूछु। जदि एही कार्यक्रम आपनको आशीर्वाद देइयोछि तेबे एहाकू आपना फैमिली आउ फ्रेंड्स व्हाट्सएप ग्रुप रे शेयर करंतु। आसंता काली पुणी देखा हबा। धन्यवाद।